ମୁଁ ତ ବହୁତ ବହୁତ ଖୁସି ଅଛି କି ଆମେ ଯୋଉ ଏରିଆରେ ଚାହୁଁଛୁ କି ଆମେ ଯୋଉ ପ୍ରାଇମ ଲୋକେସନ ସବୁ ଚାହୁଁଛୁ କରିବା ପାଇଁ ତ ସେଇଠି ଆମେ ଆଜି ଆଉ ଗୋଟେ ନୂଆ ଜାଗାରେ ଆସିଯାଇଛୁ। ଆପଣମାନେ ସବୁବେଳେ ଆମ ସହିତ ରହିଛନ୍ତି, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ପ୍ରଥମେ ତ ମୁଁ ଜଣେଇବି କି ଆମେ ସର୍ଭିସକୁ ସବୁବେଳେ ପ୍ରାୟୋରିଟି ଦଉ। ଆପଣମାନେ ଜାଣିଥିବେ ଆଜି ବି ଯଦି ଆମେ ଏଇଠି ଖୋଲିଛୁ କି ଏଇଠି ଆମେ ସମର ଏରିଆର ଯୋଉ ଆମର ପପୁଲେସନ ଅଛି ତ ତାଙ୍କ ପାଇଁ ଆମେ ସ୍ପେସିଫିକାଲି ନଜରରେ ରଖିକି କରିଛୁ କି ତାଙ୍କୁ ଦୂରକୁ ଯିବା ଦରକାର ନାହିଁ, ଆମେ ତାଙ୍କ ପାଖରେ ହିଁ ଏଇଠି ବ୍ରାଞ୍ଚ ଖୋଲିଛୁ। ତ ସେଥିପାଇଁ ମୁଁ ବହୁତ ଖୁସି ଅଛି। ସୁବିଧା ତ ଆପଣ ଏଇଟା ଯେହେତୁ ୟୁନିସେକ୍ସ ସେଲନ୍, ଆମେ ସବୁ ପ୍ରକାର ଆପଣଙ୍କର ହେୟାର କଟ୍ ମେଲ୍ କର ଫିମେଲ୍ କର କିମ୍ବା ଫେସିଆଲ ମେଲ୍ ହଉ ଫିମେଲ୍ ହଉ ଏନି ସେଲନ୍ ସର୍ଭିସେସ୍ ଆପଣଙ୍କର ଯେମିତି ଫେସିଆଲ ହେଲା, ବ୍ରାଇଡାଲ ମେକଅପ୍ କି ଆପଣଙ୍କର ପୁଅ ପିଲାଙ୍କର ପେଡିକ୍ୟୁର ହେଲା, ଝିଅ ପିଲାଙ୍କର ପେଡିକ୍ୟୁର ହେଲା, ସବୁ ପ୍ରକାର ସର୍ଭିସ୍ ଏଇଠି ଆଭେଲେବଲ୍ ଅଛି। ଆଉ ଯୋଉଟା ମୁଁ ସବୁବେଳେ କହେ କି ଭିସାଜର ପ୍ରୟାସ ସବୁବେଳେ ସବୁ ମାସ୍ ଲେଭେଲରେ ପହଞ୍ଚିବା ପାଇଁ। ଆଉ ସମସ୍ତଙ୍କୁ ମୁଁ ଏଇ ଦ୍ୱାରା ଜଣେଇ ଦେବାକୁ ଚାହୁଁଛି ଯେ କି ଆମେ ମାନେ ପ୍ରାଇସ୍ ସବୁବେଳେ ରିଜନେବଲ ରଖୁ ଆପଣମାନଙ୍କୁ ଲକ୍ସରୀ ସର୍ଭିସ ଦେଇ। ତ ଏଇଠି ସେମିତି ଆମେ ସିମିଲାରଲି ସର୍ଭିସେସକୁ ପ୍ରିମିୟମ ରଖିଛୁ। ଷ୍ଟାଫ ମାନେ ଏକ୍ସପିରିଏନ୍ସଡ ଅଛନ୍ତି। ତ ଆପଣମାନେ ଯିଏ ବି ଆସିଲେ ଆପଣ ସବୁ ଲକ୍ସରୀ ସର୍ଭିସେସ୍ ପାଇବେ, କିନ୍ତୁ ଆପଣଙ୍କର ଯୋଉ ପ୍ରାଇସଟା ସେଇଟା ଆଫୋର୍ଡେବଲ ରହିବ। ଆଜ୍ଞା, ଏଇଟା ହିଁ ଚେଷ୍ଟା। ଆଉ ଅଫର କହିଲେ ଯଦି ଆମେ ନୂଆ ବ୍ରାଞ୍ଚ ଖୋଲିଛନ୍ତି ସମସ୍ତଙ୍କର ଥାଏ କିଛି ସ୍ପେଶାଲ ଅଫର ଅଛି କି ନାହିଁ, ଆପଣ ଆମ ଇନଷ୍ଟାଗ୍ରାମ ପେଜରେ ଦେଖିପାରିବେ କି ଆମର ବ୍ରାଞ୍ଚରେ ଏବେ ଗୁଡାଏ ଇନାଗୁରାଲ ଅଫର୍ସ ଚାଲିଛି। ତ ଅଫର୍ସ ଆମେ ସବୁବେଳେ ରଖିଥାଉ। ତ ଆପଣ ଯଦି ଆମ ଇନଷ୍ଟାକୁ ଫଲୋ କରିବେ ଆପଣ ଜାଣିପାରିବେ। ସେ ଜୀବନ ଆସ୍ତେ ଆସ୍ତେ ଯେତେ ଅପଡେଟ୍ ହେଉଛି ଆମେ ସେତେବେଳେ କମ୍ଫର୍ଟେବଲ ଲାଇଫ୍ ଖୋଜୁଛୁ ସବୁବେଳେ। ନହେଲେ ଆଗରୁ ଗାଁରେ ବସିକି ଇଟା ଉପରେ ବି ଲୋକ ବାଳ କାଟୁଥିଲେ। ଯୁଗ ବଦଳିଛି, ସମସ୍ତେ ମୋର କମ୍ଫର୍ଟ କହିକି ଆଜି ଯୋଉ ଜୋନ୍ରେ ପହଞ୍ଚିଲେଣି ସେଇ ଜୋନ୍କୁ ମ୍ୟାଚ୍ କଲା ଭଳିଆ ଗୋଟେ ସେଲୁନ୍ ଆଜି ଏଇଟା ଓପନିଂ ହେଲା। ଆଉ ଭିସେଜ୍ ସେଲୁନ୍ ଜଣେ ନର୍ମାଲି ଫ୍ୟାସନ୍ ଟ୍ରେଣ୍ଡର ପ୍ରାୟ ଯେତିକି ଜିନିଷ ଆମର ସେଲୁନ୍ ସ୍ତରୀୟ ବୋଧେ ସବୁ ଏଇଠି ସୁବିଧା ଅଛି। ସ୍ପା ଅଛି, ମେନିକ୍ୟୁର ଅଛି, ପେଡିକ୍ୟୁର ଅଛି, ହେୟାର କଟିଂ, ହେୟାର ଷ୍ଟାଇଲ, କଲର ପାଖରୁ ଯାହା ଯାହା ସୁବିଧା ଏବଂ ଏକାଥରେ 4-5 ଜଣଙ୍କର କଲା ଭଳିଆ ସୁବିଧା ଅଛି। ଭଲ କାରିଗର ମାନେ ଅଛନ୍ତି ଯୋଉ କାମ କରିବା ପାଇଁ। ଆଉ ସୁନ୍ଦର ବି ଇଣ୍ଟେରିୟର ବହୁତ ଭଲ, ମାନେ ଅପଡେଟ୍ ସେଟଅପ୍ କରାହେଇଛି। ଆସନ୍ତୁ, ସୋମ ହସ୍ପିଟାଲ ଗୋଟେ ଭିଡ଼ ଏରିଆ, ଯୋଉ ପାଖାପାଖି ଯୋଉମାନେ ଅଛନ୍ତି କିମ୍ବା କିଛି ଜିନିଷ ଅଛି ଯୋଉଥିରେ ଯୋଉ ଜାଗାରେ କଲେ ବି ଲୋକ ଯାଆନ୍ତି। ଖାଇବା, ଭଲ ଖାଇବା, ଭଲ ଡାକ୍ତର, ସେମିତି ଭଲ ହେୟାର ମିସ୍ତ୍ରୀ। ମୋର କିଛି କରିପାରେନି। ମୁଁ କହୁଥିଲି ଜଷ୍ଟ ଯେ ମୋର କାଟିବା ବହୁତ ସ୍ପେଶାଲ ଲୋକ ନହେଲେ କାଟି ପାରିବେ ନାହିଁ। ସମସ୍ତଙ୍କ ବାଳ କାଟିଲା ବେଳେ ପାଣି ପକାଯାଏ, ମୋର ଡ୍ରାଏ କଟାଯାଏ। ଏବଂ ତାକୁ ସାଇଜ ଥରେ ଜଣେ କହିଲା ସାହସ କରି ମୁଁ କାଟିଦେବି, କିନ୍ତୁ ସେ କାଟିଲା ନେଲା 80 ଟଙ୍କା, ତାକୁ ଜଣେ ରିସାଇଜ କଲା ନେଲା 200 ଟଙ୍କା। ତେଣୁ ମୁଁ ଏକାଥରେ ଗୋଟେ ଲୋକ ପାଖକୁ ଯାଏ ଯିଏ ମୋର କାଟିପାରିବ। ଏବଂ ସ୍ପେଶାଲାଇଜ ଜଣେ ଦୁଇ ଜଣ ସେମିତି ଅଛନ୍ତି। ଆଉ ସେମାନେ ଯଦି ମୋତେ କହିବେ ଇଟା ଉପରେ ବସିକି କାଟ, ମୁଁ କାଟିବି। ସେମାନେ ଚେୟାର ଉପରେ ବସିଲେ କାଟିବି, ସାଲୁନରେ କାଟିଲେ କାଟିବି। ମୁଁ ତେଣୁ ବାହାରେ ଆଉ ଏକ୍ସପେରିମେଣ୍ଟ କରେନି। ମୋର କରିଛି, ଦିଟା ଫିଲ୍ମରେ ପିଲାଟା ବିଗିଡ଼ି ଗଲା ଆଉ 4 ଇଡିୟଟ୍ସରେ ମୁଁ କରିଥିଲି। ବଟ୍ ମୋତେ କେହି ଚିହ୍ନି ପାଇଲେନି। ମାନେ ମୋ ଫଟୋ ସାଙ୍ଗରେ ମୁଁ ସେଇଠି ଠିଆ ହେଇଛି, ମୋ ଫଟୋ ସାଙ୍ଗରେ ପଛେ ଫଟୋ ଉଠେଇଲେ ମୋ ସାଙ୍ଗରେ ଉଠେଇଲେନି। ମୋ ବାପା ଚିହ୍ନି ପାଇଲେନି। ମୁଁ କହିଲି ନା, ଗୋଟେ ଭଲ ବ୍ରାଣ୍ଡ ଭଗବାନ ଦେଇଛନ୍ତି, କୁଞ୍ଚକୁଞ୍ଚିଆ ବାଳ, ତେଣୁ ଥାଉ। ନା ନା, ମୋର ଲିପଷ୍ଟିକ ବାଲି ପାର କରେगा ଗୋଟେ ନିର୍ମଳ ନାୟକର ଗୀତ ଅଛି, କୁଞ୍ଚକୁଞ୍ଚିଆ ବାଳ ପାର କରେଗା, ମାଗୁର ନିଶ ପାର କରେଗା କହିକି ମୋରି ନାଁରେ ସେ ଗୀତ କରାହେଇଥିଲା। କୁଞ୍ଚକୁଞ୍ଚିଆ ବାଳଟା ଯେହେତୁ ମୋର କର୍ଲି ହେୟାର, ତେଣୁ ଗୀତଟା ମ୍ୟାଚ୍ କରିଯାଇଛି ଆଉ। ଧନ୍ୟବାଦ।